ହ୍ୟାଲୋ ସାଙ୍ଗମାନେ, କେମିତି ଅଛନ୍ତି? ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବେ। ଆପଣ ସମସ୍ତଙ୍କୁ ମୋ ତରଫରୁ ଜୟଗୁରୁ। ଠାକୁରଙ୍କୁ ଡାକୁଛି ଆପଣ ଭଲରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ, ଆପଣଙ୍କର ପୁରା ଦିନଟି ମଙ୍ଗଳମୟ ହେଉ, ଆଉ ଭଲରେ କଟିଯାଉ। ତ ମୁଁ ବି ଭଲରେ ଅଛି। ସବୁଦିନ ବେଳେ ହେଇଯାଇଛି ଆଉ ଗୋଟେ ସୁନ୍ଦର ବ୍ଲଗ୍ର ଆରମ୍ଭ। ଆଉ ଏ ସୁନ୍ଦର ବ୍ଲଗ୍କୁ ମୁଁ ପୁଷ୍ପ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ତ ଆଜିର ବ୍ଲଗ୍ଟା ଷ୍ଟାର୍ଟ କରିଛି ବାସନ ଧୋଇବା ପାଖରୁ। ସକାଳ କାମଦାମ ପ୍ରାୟତଃ ମୋର ସରିଯାଇଛି। ଚା ବି ମୁଁ ଏପର୍ଯ୍ୟନ୍ତ ପିଇ ନାହିଁ। ସକାଳୁ ଉଠିକି ଘର କାମ ଯେରକମ ଘର ଝାଡ଼ୁ କରିବା ଯାହା ଯେରକମ କାମ ଥିଲା ସେସବୁ କାମରେ ମୁଁ ଲାଗିଯାଇଛି। ଆଜି ବହୁତ ଜୋରସେ ମାନେ ଗରମ ହେଉଛି, ତ ବର୍ଷା ହେବ କି କ'ଣ ସେଟା ଜାଣିନି, କିନ୍ତୁ ବହୁତ ଜୋରସେ ଗରମ ହେଉଛି। ସେ ମାନେ ଗରମ କ'ଣ ଗୁଳୁଗୁଳି ତ ହେଉଛି ଏବେ। ତ ତାପରେ କ'ଣ ନା ଗଦୁଆ ଝାଡ଼ୁ କରିଦେଇକି ତ ଆସିକି ମୁଁ କହିନି ବାହାର କାମ ଯେତିକି ସବୁ ସରେଇଦେମି, ସରେଇ ସାରିକି ତାପରେ ଯାଇକି ଘର ଭିତରେ ବସିକି ଚୁପଚାପ ମୋ ଯେରକମ କାମ କରିବା କଥା ସେରକମ କାମ ସବୁ କରିମି। ତ ବାସନ ଟିକେ ଅଧିକା ହେଇଯାଇଥିଲା ଆଜି, କାହିଁକିନା କାଲି ସନ୍ଧ୍ୟାବେଳର ବାସନ ବି ରହିଯାଇଥିଲା, ତ ରାତି ଖାଇବାର ବାସନ ରହିଯାଇଥିଲା। ସେଇଥିପାଇଁ କି ମାନେ ଟିକେ ଅବହେଳା ଯୋଗୁରୁ ବାସନ କିଛି ରହିଯାଇଥିଲା। ଯେରକମ କ୍ଷୀର ଡେକ୍ଚି, ଦୁଇଟା ଜାଗାର ଚା ସସ୍ପେନ୍ ଗୋଟେ ଧୋଇଥିଲିନି, ପୁଣି ଆଉ ଗୋଟେ ବନା ହେଲା ସେଟା ବି ଏରକମ କରିକି ବହୁତ ସାରା ବାସନ ହେଇଯାଇଥିଲା। ତ ବାସନ ଧୋଇବା ପାଇଁ ବହୁତ ସମୟ ଲାଗିଯାଇଥିଲା ମୋତେ। ବାସନ ଧୋଇଥିନି, ତାପରେ ଗଲା କାଲିର ଲୁଗାପଟା ଯାଇଥିଲା, ମାନେ ଯେଉଁ ବେଳଓଳି ଯେଉଁ ଲୁଗା ଧୋଇଥିନି, ଯେଉଁ ସେ ଲୁଗା ଥିଲା ତାକୁ ବି ସବୁ ଧୋଇଥିନି। ଏରକମ କାମଦାମ ସବୁ ସରେଇଥିନି। ତାପରେ ଯାଇଥିନି କ'ଣ ନା ଗାଈ ଦୁହିଁବା ପାଇଁକି, ଗାଈ ଦୁହିଁଥିନି। ଗାଈ ଦୁହିଁକି ଗାଈକି ବିଲକୁ ଫିଟେଇ ଦେଇ ସାରିକି ତାପରେ କ'ଣ ନା ଦେଖିଲା ବେଳକୁ ଖରା ତ ବହୁତ ଜୋରସେ ଆସିଲାଣି। ତ ଆସିଛି ଯେତେବେଳେ ତ ବାଡ଼ିରୁ ଶାଗଟା ତୋଳିକି ନେଇଯିମି, ତୋଳିକି ନେଇକି ରଖିଦେମି ଏପଟ କାମ ମୋର ସବୁ ସରିଯିବ। ତାପରେ କ'ଣ ନା ମୁଁ ଯାଇକି ଗାଧୁଆ ପାଧୁଆ କରିକି ଆରାମସେ ମୋର ଠାକୁର ପୂଜା କାମରେ ମୁଁ ଲାଗିଯିମି। ତ ଏରକମ କରୁଛି। ତ ମେଘ ତ ଏଠି କିଛି ଦିନ ମାନେ 3-4 ଦିନ ହେଇଯିବ ମେଘ ଟୋଟାଲ ନାହିଁ। ଗରମ ତ ସେଇ ରକମ ବଢ଼ି ଚାଲିଛି ପଛେ କମୁ ନାହିଁ। ଆସ୍ତେ ଆସ୍ତେ ଯେଉଁ କହନ୍ତି ନା ଗରମଟା କମିଯାଏ ବୋଲିକି, କିନ୍ତୁ ଗରମ କମିବାର ନାଁ ଧରୁନି। ଦେଖିପାରୁଥିବେ ବାଡ଼ି କେରକମ ଶୁଖିକି ପୁରା ମାନେ ହେଇଗଲାଣି ପାଣି ଦେବା ଭଳିଆ। ବାବା ତ ଆଜି ରାଗୁଥିଲେ, କହିଲେ ସକାଳେ ନହେଲେ ଗଛରେ ପାଣି ଦେଇ ଦେଇଥାନ୍ତ, ଗଛ ସବୁ ଝାଉଁଳି ଗଲାଣି। ଆଗକୁ ଯେ ବୋଇତାଳ ଗଛ ଯେଉଁ ହେଇଛି, ସେ ବୋଇତାଳ ଗଛର ପତ୍ର ବି ସବୁ ଜଳିଗଲା ପରିକା ହେଇଥିଲା। ତ ଯାହା ହଉ ମୁଁ କହିନି ଯଦି ବର୍ଷା ହେବ କ'ଣ କରେ, ସେଥିପାଇଁ ମୁଁ ପାଣି ଦେଇଥିଲିନି, କାରଣ ସକାଳ ବେଳା ପାଣି ଆସୁଛି ନା, ସେଇ ପାଇପ୍ ଲଗେଇଦେନି, ପାଣି ଦେଇକି ମାନେ ଗଛରେ ଚରେଇ ହେବ। ନହେଲେ ଏରକମ ବୋହିକି ନେଇକି କେତେ ପାଣି ଗଛରେ ଦେଇ ହେବ, ସେ ତ ଦେଇ ହେବନି। ସେ କଥା କହୁଥିଲେ। ଦେଖିବା ଯଦି ବର୍ଷା ହୁଏ ତ ହେବ, ଯଦି ହେବ, ନହେଲେ ନାହିଁ ପାଣି ହେଉଛି ମଟର ଚଲେଇକି ମାନେ ଦେବାକୁ ପଡ଼ିବ, ଗଛରେ ହିଁ ଦେବାକୁ ପଡ଼ିବ। କିଛି ସମୟ ବାଡ଼ିରେ ଦେଇତେ ହେଉଛି, ନହେଲେ କ'ଣ ନା ବାଡ଼ି ପୁରା ଜଙ୍ଗଲ ହେଇଗଲାଣି। ତ ଆପଣମାନେ ଦେଖିଥିଲେ ତ ବାଡ଼ି କେରକ ଘାସ ସବୁ ଉପୁଡ଼ା ହେଉଥିଲା। ତ ସବୁ ତ ଘାସ ଉପାଡ଼ିକି ଆମେ ଶେଷ କରିପାରୁନେ, ଅଧା ଉପୁଡ଼ା ହେଇଛି ଘାସ, ଆହୁରି ବି ଅଧା ଅଛି। ନହେଲେ ସେ ସବୁ ପୁରା ଜଙ୍ଗଲ ଯେରକମ ମାନେ ଆଣ୍ଠୁଏ ଘାସ ହେଇଗଲାଣି ବାଡ଼ିରେ ସବୁ। କିଛି ସମୟ ବାଡ଼ିରେ ବି ଦେବାକୁ ପଡ଼ୁଛି। ଆଉ ଗଛ ବି କିଛି ଲଗା ହେଇଛି, ସବୁ ନୂଆ କରିକି ସବୁ ଗଛ ସବୁ ଲଗା ହେଇଛି। ପ୍ରାୟତଃ ସମସ୍ତଙ୍କର ଗଛ ସବୁ ଉଠିଗଲାଣି, ଆମର କିନ୍ତୁ ଉଠିନି, ମାନେ ମଞ୍ଜି ଏବେ ପୋତା ହେଉଛି। ଦେଖିବା କେବେ ଗଛ ଉଠୁଛି କ'ଣ କରୁଛି। ଏପର୍ଯ୍ୟନ୍ତ ତ ଗଛ ଉଠି ନାହିଁ। ଯାଇକି ସବୁ ଦେଖିକି ଆସିଥିନି ବାଡ଼ିରେ, ଦେଖିବା ଗଛ ଉଠିଲାଣି କି ନାହିଁ। ତ ଯେତେବେଳେ ଉଠିବ ତାପରେ ନା ଗାଧୁଆ ପାଧୁଆ କାମ ସରେଇ ଠାକୁର ପୂଜା କରିଦେଇକି ସିଧା ପଳେଇ ଆସିନି ଚା ବନେଇବା ପାଇଁକି। ଚା ବନେଇଦେମି, ଚା ବନେଇ ଦେଇକି ବାବା ବି ରେଡ଼ି ହେଇକି ଥିଲେ ଚା ପିଇବା ପାଇଁକି। ତ ମୁଁ ଚା ବନେଇଦେନି, ଚା ବନେଇ ଦେଇଥିନି ଆସିନି। ବାବା ମୁଁ ଦୁଇ ଜଣ ନା ବସିକି ଟିକେ ଚା ପିଇଥିଲେ। ଏଇଟା ହିଁ ଗୋଟେ ସମୟ ଯେଉଁଟାକି ଆମେ ଦୁଇ ଜଣ ସାଙ୍ଗରେ ବସିକି, ସବୁବେଳେ ତ ନୁହେଁ, ମାନେ କେତେବେଳେ କେରକମ ଦୁଇ ଜଣ ବସିକି ଚା ଟିକେ ପିଇଥିଲେ। ଚା ପିଇ ଦେଇକି ବାବା ବାହାରିଗଲେ ତାଙ୍କ କାମରେ, ମୁଁ ଲାଗିଗନି ମୋ କାମର। ଯେରକମ ସକାଳୁ ରୋଷେଇବାସ ରୁଟି ହେବ, ତରକାରୀ ହେବ, ତା ସାଙ୍ଗର ମାନେ ପଖାଳ ଖାଇବା ପାଇଁକି ତରକାରୀ ପତ୍ର ଯାହା ବି କରିବା କଥା ତାକୁ ସବୁ କରିମି। ଏଇରକମ ସକାଳ ରୁଟିନ୍ ମୋର। ଆଉ ଆଜି ବେଶୀ କିଛି ଭିଡ଼ିଓ ବନେଇ ପାରିଥିଲିନି, କାହିଁକିନା ମନଟା ବିଲକୁଲ ଭଲ ଲାଗୁନି। ଆଉ କାହିଁକି ଆପଣ ଭାବୁଥିବେ କ'ଣ ପାଇଁ ମନଟା ଭଲ ଲାଗୁନି। ଏତେ ପରିଶ୍ରମ କରିକି ଭିଡ଼ିଓ ବନାଉଛି, ଭିଡ଼ିଓ ଯଦି ଭ୍ୟୁଜ୍ ନ ହେଉଛି ତ ମାନେ ଭିଡ଼ିଓ ବନେଇବା ପାଇଁ ଇଚ୍ଛା ବି ହେଉନାହିଁ। ମାନେ ବେଳେବେଳେ ଏରକମ ଯେ ମାନେ ମନ ପୁରା ଭାଙ୍ଗି ହେଉଛି, ଯେ ଏତେ ପରିଶ୍ରମ କରିକି ଭିଡ଼ିଓ ବନାଉଛି, କାମ ଦାମ ଭିତରେ ସମୟ ବାହାର କରୁଛି, ତାପରେ ବସିକି ତାକୁ ଏଡ଼ିଟିଂ କରିକି ସବୁ ଭିଡ଼ିଓ ଛାଡ଼ୁଛି, କିନ୍ତୁ ଭିଡ଼ିଓର ଭ୍ୟୁଜ୍ ନ ଆସିଲା ବେଳକୁ ନା ମନ ବହୁତ ଦୁର୍ବଳ ହୋଇପଡ଼ୁଛି, ଆଉ ଭାଙ୍ଗି ବି ପଡ଼ୁଛି। ସେଇଥିପାଇଁ କି ଆଜି ଇଚ୍ଛା ହେଲାନି ଭିଡ଼ିଓ ବନେଇବା ପାଇଁ। କାମ ତ ବହୁତ ସାରା କାମ କରିଥିଲି ମୁଁ, ଆଉ ମୁଁ ଯାହା ବି କିଛି କରେ ମୋ ରୁଟିନ୍ ମୁଁ ଆପଣଙ୍କ ସାଙ୍ଗରେ ସେୟାର କରେ, କିନ୍ତୁ ଆଜି ଜାଣି ଶୁଣିକି ମୁଁ କହିଲି ନା ଆଉ ମାନେ
ଭିଡ଼ିଓ ବନେଇବା କିଛି ଆବଶ୍ୟକ ନାହିଁ। ଯେତେ ତ ପରିଶ୍ରମ କରିକି ଭିଡ଼ିଓ ବନାଉଛି, ମାନେ ଦିନ ସାରାରେ ଯଦି ଭିଡ଼ିଓ ଯଦି ବନେଇବୁ ତ 3-4 ଘଣ୍ଟାର ଭିଡ଼ିଓ ବି ହେଇଯିବ। ସେସବୁ ତ ନୁହେଁ, ଯାହା ବି ଅଳ୍ପ ସ୍ୱଳ୍ପ କରିକି ତ ଭିଡ଼ିଓ ବନାଉଛି। ମୁଁ ମୋର ରୁଟିନ୍ ଆପଣଙ୍କ ସାଙ୍ଗେ ସେୟାର କରୁଛି। ସେଇଟା ଆପଣମାନେ କେହି ଦେଖୁନାହାନ୍ତି କି ପସନ୍ଦ ବି କରୁନାହାନ୍ତି, ଯେଉଁଥିପାଇଁ କେତେ ବର୍ଷ ହେଇଗଲାଣି ମୋର ଭିଡ଼ିଓରେ ଟିକେ କିଛି ମାନେ ଆଗକୁ ବଢ଼ିପାରୁନି। ଏତେ ପରିଶ୍ରମ କଲା ପରେ ବି ଯେତିକି ପରିଶ୍ରମ ମୁଁ କରୁଛି, ମୁଁ ମାନେ ଆଶା କରିକି ବସିଥିନି ହଁ ଯେ କେବେ ନା କେବେ ମୋ ଯେଉଁ ପରିଶ୍ରମର ମୂଲ୍ୟଟା ମିଳିବ ବୋଲିକି, କିନ୍ତୁ ଏତେ ଦିନ ହେଇଗଲାଣି ମାନେ ଧୈର୍ଯ୍ୟର ବନ୍ଧବାଡ଼ ମାନେ ଭାଙ୍ଗିବା ପରିକା ପରିସ୍ଥିତି ଆସିଗଲାଣି। ଆଉ ବି ଇଚ୍ଛା ବି ହେଉନାହିଁ, ତଥାପି ସେଇଥିରେ ଯେତେବେଳେ ଅଭ୍ୟାସରେ ପରିଣତ ହେଇଯାଇଛି ଏଥିରେ, ତ ବେଳେବେଳେ ମାନେ ମୋବାଇଲ୍ ଉଠେଇକି ଭିଡ଼ିଓ ବି ବନେଇ ଦେଉଛି। କିନ୍ତୁ କହିବାକୁ ଗଲେ, ସତ କଥା କହିବାକୁ ଗଲେ ଆଉ ଇଚ୍ଛା ବି ହେଉନାହିଁ ଭିଡ଼ିଓ ବନେଇବା ପାଇଁକି। ତ ଦେଖିବା, ତ ଆପଣଙ୍କ ଉପରେ ମାନେ ମୋର ଯେତେ ଜଣ ସବସ୍କ୍ରାଇବର ଭାଇ ଭଉଣୀମାନେ ଅଛନ୍ତି ଆପଣଙ୍କ ହାତରେ ଛାଡ଼ି ଦେଇଛି। ତ ଯଦି ଆପଣମାନଙ୍କୁ ପସନ୍ଦ ଆସିବ ତ ମୋତେ ଆଗକୁ ବଢ଼େଇବେ, ନହେଲେ ନାହିଁ ମୁଁ ଭିଡ଼ିଓ ବନ୍ଦ କରିଦେବି ବୋଲିକି ଭାବିଛି। ଦେଖିବା କ'ଣ ହେଉଛି। ସେଥିପାଇଁକି ମୁଁ ଆଜି ଆଉ ବେଶୀ କିଛି ଭିଡ଼ିଓ ବନେଇଥିଲିନି। ତ ସକାଳେ କରିନା ଆଗରେ ଆସିକି ପରିବାପତ୍ର ଚା ପିଇ ଦେଇ ସାରିଲା ପରେ, ତାପରେ କରିନା ପରିବାପତ୍ର କାଟି ଦେଇକି ପ୍ରେସର୍ କୁକର୍ରେ ଡାଲମା ବନେଇବା ପାଇଁକି ବସାଇ ଦେଇଥିନି। ଆଉ ତା ଭିତରେ କରିନା ଅଟା ଚକଟିଥିନି। ଆଉ ଅଟା ଚକଟା ରେଡ଼ି ହେଇସାରିଲା ବେଳକୁ ଡାଲମା ସିଝି ହେଇଥିଲା, ସେଇଠି ରୁଟି ବନେଇଥିନି ଆଉ ତରକାରୀ ବନେଇ ଦେଇଥିନି। ରୁଟି ତରକାରୀ ବନେଇ ଦେଇକି ଦେଇ ଦେଇଥିନି ସମସ୍ତଙ୍କୁ ଖାଇବା ପାଇଁକି। ତାପରେ କରିନା ମୁଁ ସିଧା ପଳେଇ ଆସିନି ଚୁଲି ପାଖକୁ ଆସିକି ଚୁଲି ଲଗେଇଥିନି। ଆଉ ଆଜି କରିନା ଏଇଠୁ ଗଛରୁ କାଠ ଭାଙ୍ଗିକି ପଡ଼ିଥିଲା, ତାକେ ବୋହିକି ଦିନିକି ଆସୁଥିନି। ଆଉ ଯେଉଁ କହନ୍ତି ନା ଯେଉଁ କାଠ ପୁରା ଖାଇକି ମୋ ହାତ ଗୋଡ଼ ସବୁ ଫୁଲେଇ ଦେଇଥିଲେ। ଏରକମ ଏ କାଠରେ ଏତେ କାଠ ଖାଇ ରୁହନ୍ତି ବୋଲିକି, ଯେଉଁ ଅର୍ଜୁନ ଗଛର ଯେ କାଠ ମୁଁ ବି ଜାଣିଥିଲିନି। ମୁଁ ଭାବିଥିଲି ହଁ ଗୋଟେ ଅଧେ କାଠ ଖାଇ ଅଛନ୍ତି ବୋଧେ। ତ ଯେତେବେଳେ ଦିନିକି ଆସିନି ତ ମୋ ପୁରା ମାନେ ଦେହ ହାତ ପୁରା ଜଳୁଥାଏ, ଯେରକମ ସବୁ କାଠ ଖାଇ କାମୁଡ଼ିକି କରିଦେଇଥିଲେ ମୋତେ। ତ ଦିନ ସାରା ପୁରା ମାନେ ହାତ ପୁରା ଫୁଲିକି ରହିଥିଲା, ଏରକମ କାମୁଡ଼ିଥିଲେ। ତ ଯାହା ହଉ, କିନ୍ତୁ କାଠଟା ଜଳିବା ପାଇଁକି ବହୁତ ମାନେ କହନ୍ତିନି ନା, ନିଆଁ ବହୁତ ସମୟ ରୁହେ। ଆଉ କାଠର ମାନେ ଯେଉଁ ଉତ୍ତାପଟା ବହୁତ ନାଗିଥାଏ। ତ ସେଇଥିପାଇଁ ମୁଁ ଏଇ କାଠକୁ ଯାଇକି ଆଣିଥିନି। ଆଉ ତାପରେ ଚୁଲି ଲଗେଇ ଦେଇଥିନି। ଚୁଲି ଲଗେଇ ଦେଇକି ଭଜା ଭାଜିଥିନି, ଯେଟା ଆମେ ପଖାଳର ଖାଇବା। ଭଜା ଭାଜିନି, ଭଜା ଭାଜି ଦେଇକି ଆଉ ଏଇଠି ଭାତ ହାଣ୍ଡିଆଟା ବସାଇ ଦେଇଥିନି। ଆଉ ଭାତ ହାଣ୍ଡିଆ ବସାଇ ଦେଇକି ଯାଇକି ଆମେ ଖିଆପିଆ କରିଥିଲେ। ଆଉ ଖିଆପିଆ କରିସାରିଲା ପରେ ତାପରେ ଭାତ ଗାଳି ଦେଇଥିନି। ବାସନ କୁସନ ଧୁଆ ଧୋଇ ଯାହାର କାମ ମୋର ଯେରକମ ସବୁବେଳେ ଯେନ କରେ ସେରକମ କରିସାରିଲା ବେଳକୁ ମୁଁ କରିନା ଭାତ ହେଇଯାଇଥିଲା। ଭାତ ଗାଳି ଦେଇକି ତାପରେ ତରକାରୀ ପତ୍ର କରିଥିନି। ବାସ୍ ଏଇରକମ ଆଉ ଦ୍ୱିପହରେ ଖିଆପିଆ ଭଲ ମନ୍ଦ। ଆଉ ମୁଁ ଆଉ ସେସବୁର କିଛି ଭିଡ଼ିଓ ବନେଇ ନାହିଁ। ଆଶା କରୁଛି ଭିଡ଼ିଓଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥିବ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଭିଡ଼ିଓକୁ ଲାଇକ୍ ଟିକେ କରିଦେବେ। ଆଉ କମେଣ୍ଟରେ ଲେଖିବା ପାଇଁ ବିଲକୁଲ ବି ଭୁଲିବେନି। ଆଉ ଗଲାକାଲି ମୋ ଭିଡ଼ିଓ ଆସିଥିଲାନି, କାହିଁକିନା ଟିକେ ବ୍ୟସ୍ତ ରହିଯାଇଥିନି। ଆଉ ଯେଉଁଥିପାଇଁ କି ଗଲାକାଲି ମୋର ଭିଡ଼ିଓ ଆସିଥିଲାନି। ଆଉ ତ ସବୁବେଳେ ଭିଡ଼ିଓ ଦେବା ପାଇଁ ଚେଷ୍ଟା କରିମି। ମୁଁ ତ ସବୁବେଳେ ଚେଷ୍ଟା କରୁଛି, ମୋ ଆଡ଼ୁ ବହୁତ ଚେଷ୍ଟା କରୁଛି ମାନେ ଭିଡ଼ିଓ ଦେବା ପାଇଁକି। କିନ୍ତୁ ସେଇ ଯେଉଁ ଏତେ ଚେଷ୍ଟା ପରେ ବି ଯେଉଁ କିଛି ତା'ର ସୁଫଳ ମିଳୁନାହିଁ, ସେଇଥିପାଇଁକି ମନଟା ବିଲକୁଲ ବି ଭଲ ଲାଗୁନି। ଭିଡ଼ିଓ ଏତେ ପରିଶ୍ରମ କରିକି ଭିଡ଼ିଓ ବନାଉଛି, ତା ବଦଳରେ କିଛି ଟିକେ ମାନେ ଭିଡ଼ିଓରେ ଟିକେ ଉନ୍ନତି ନହେଲା ବେଳକୁ ସେଥିପାଇଁକି ଆଗ୍ରହଟା ଟିକେ କମିକି ଯାଉଛି। ତ ଯାହା ହଉ, ଦେଖିବା କ'ଣ ହେଉଛି। ତାପରେ ଚୁଲି ଲଗେଇ ଦେଇଥିନି। ଚୁଲି ଲଗେଇ ଦେଇ ଭଜା ବସାଇ ଦେଇଥିନି। ଆଉ ସମୟ ବେଶୀ ହେଇଥିଲାନି। ଆଉ ଦେଖିପାରୁଥିବେ ଖରା କେରକମ ଚୁଲି ପାଖରେ ପଡ଼ିଛି। ଆଉ ଗରମ ତା ସାଙ୍ଗରେ କନା ଚୁଲି ଜଳୁଛି ନିଆଁ, ଆଉ ତା ସାଙ୍ଗରେ କନା ଖରା କେରକମ ନାଗୁଥିବ ସେଇଟା ଆପଣମାନେ ଅନୁଭବ କରିପାରୁଥିବେ। ଆଉ ମୋତେ କେରକମ ନାଗୁଥିବ ସେଇଟା ମୁଁ ହିଁ ଅନୁଭବ କରିପାରୁଛି। ତ ଏରକମ କାମ ମୋର ଚାଲିଥିଲା। ଯାହା ତ କାମ ତାକୁ ତ ଆଉ ବନ୍ଦ କରିହେବ ନାହିଁ। ଯାହା ବି ହେଲେ କରିବାକୁ ପଡ଼ିବ। ଖାଇବାକୁ ହେଲେ ରୋଷେଇବାସ ଭଲ ମନ୍ଦ ସବୁ କରିବାକୁ ପଡ଼ିବ। ତାପରେ ବାସନ ଭଜାଟା କରିକି ନେଇକି ମୁଁ ଯେଉଁ କହୁଥିଲି ଭାତ ହାଣ୍ଡିଆ ବସାଇ ଦିନି ବୋଲିକି, ଭାତ ହାଣ୍ଡିଆ ବସାଇ ଦେଇକି ଯାଇକି ମୁଁ ଖିଆପିଆ କରିଥିନି। ଖିଆପିଆ କରିଦେଇକି ତାପରେ ବାସନ କୁସନ ଧୁଆ ଧୋଇ ସରିଲା ବେଳକୁ ଭାତ ହେଇଗଲା। ଭାତ ଗାଳି ଦେଇକି ତରକାରୀ କରିଦେନି। ବାସ୍ ଏଇଆ। ଆଉ ଗଲା ଭିଡ଼ିଓରେ ବିଜୟଲକ୍ଷ୍ମୀ ଦିଦି, ସ୍ନେହଲତା ଦିଦି ଆଉ ପପୁ ଭାଇ ସମସ୍ତେ ବହୁତ ସୁନ୍ଦର କମେଣ୍ଟ ଲେଖିଛନ୍ତି। ସମସ୍ତଙ୍କୁ ମୋ ତରଫରୁ ବହୁତ ଧନ୍ୟବାଦ ଯେ ଆପଣଙ୍କର ବହୁମୂଲ୍ୟ ସମୟ ବାହାର କରିକି ମୋ ଭିଡ଼ିଓ ଦେଖିଛନ୍ତି। ତା ସହିତ ଭିଡ଼ିଓରେ ଏତେ ସୁନ୍ଦର କମେଣ୍ଟ ଲେଖିଛନ୍ତି। ସେଥିପାଇଁ ଆପଣ ସମସ୍ତଙ୍କୁ ମୋ ସହିତ ହୃଦୟରୁ ବହୁତ ଧନ୍ୟବାଦ। ତ ବାସନ ଯେଉଁ ଥିଲା, ଖିଆପିଆ ସରିଲା ପରେ ବାସନ କୁସନ ଯାହା ଥିଲା ତାକୁ ସବୁ ଧୁଆଧୋଇ କରିଦେନି। ଆଉ ଡାଲମା ତ ମୁଁ ବନେଇ ଦେଇଥିନି। ଆଉ ସେଥିପାଇଁକି ଦ୍ୱିପହରେ ଖାଲି ଯାଏ ଯେଉଁ ଭଜା ଯେ ଭାଜିଥିନି, ଆଉ ଶାଗ ଯେଉଁ କାଟିକି ଶାଗ ଖଡ଼ିଥିନି। ଏଇରକମ ରୋଷେଇବାସ ମୋର ହେଇଥିଲା। ଆଉ ବହୁତ ଶୀଘ୍ର ରୋଷେଇ ବି ସରିଯାଇଥିଲା।
तो यही रकम आउ जो मैंने भी मो वीडियो देखुंट वीडियो देखा सहित वीडियो गोटे गोटे कमेंट करूँ और वीडियो को गोटे गोटे लाइक करूँ जहाँद्वारा कि कौ मैंने मो वीडियो देखुंट मुझे जानीपारि आपण को मो भितर भल पाइबार आगू रकम बढ़ी चलो तो से कि प्लीज आप समस्ते जो मैंने भी मो वीडियो देखुंट मो वीडियो देखा सहित वीडियो छुटिया छुटिया कमेंट लिखु लाइक कने से पैसा मिलबनी से मत भी पैसा मिलबनी किसी हेनी किंतु मत प्रेरणा जुगेब जे हूँ आपण मानक मो भिडटी पसंद आसची बोलिकी जाणिकी जे आसंता काली मु आउ गोटे नुआ आउ भल जोटा आपन को पसंद आसो से रकम वीडियो बनवाई कि कमर भिड़िकी ठिया हेमी बोलिकी तो से कि प्लीज आप समस्त रिक्वेस्ट करी कहूँ वीडियो देखा सहित वीडियो कमेंट निश्चय लिखुँ लाइक टे करूँ तो आज रोचे बाय बाय जय।